ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ଏହି ନମ୍ବର ସହିତ ତା'ର ନାମ ଲେଖି ତକିଆ ତଳେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି, ଯେତେ ସୁନ୍ଦରୀ ଝିଅ ହେଇଥାଉ ବା ସୁନ୍ଦରୀ ଭାଉଜ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଦୁନିଆର ସବୁଠାରୁ ଶକ୍ତିଶାଳୀ ବଶୀକରଣ ନମ୍ବର। ଏହି ନମ୍ବର ସହିତ ଆପଣ ଯେଉଁ ଝିଅ ବା ବିବାହିତା ନାରୀର ନାମ ଲେଖି ତକିଆ ତଳେ ରଖିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣ ସେହି ନମ୍ବର ସହିତ ଭଲ ପାଉଥିବା ଝିଅର ବା ସୁନ୍ଦରୀ ଭାଉଜର ନାମ ଲେଖି ତକିଆ ତଳେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଏପଟେ ଏହି କାମ କରିବେ, ସେପଟେ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆପଣଙ୍କ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜ ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା ନେଇ ଆସିଛି। ନାରୀ ମୋହିନୀ ବଶୀକରଣ ବିଦ୍ୟା ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ବିବାହିତା ନାରୀକୁ ନିଜ ବଶରେ କରିପାରିବେ। ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ପ୍ରୟୋଗ କରିବେନି। କାହିଁକି ନା ଏହାର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ, ଆଜ୍ଞା ହଁ, ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣଙ୍କର ଗୁଲାମୀ କରିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ ସିଏ କରିବ। ଯଦି ଆପଣ ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଠିକ୍ ଅଛି, ତେଣୁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ଏହି ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ଆପଣଙ୍କର ବଶୀକରଣ କାମ କରିବ। କାହିଁକି ନା ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛନ୍ତି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତା'ଠାରୁ କିଛି ବି କାମ ହାସଲ କରିପାରିଛନ୍ତି। ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣ ଯେଉଁ ଝିଅ ବା ନାରୀକୁ ଭଲ ପାଉଛନ୍ତି ବା ଯାହାକୁ ବଶରେ କରିବାକୁ ଚାହୁଁଛନ୍ତି, ତା'ର ନାମ ଲେଖି ତକିଆ ତଳେ ରଖିଦେବେ। ତାପରେ ଦେଖିବେ, ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଇଗ୍ନୋର କରୁଥିଲା, ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜ ଆପଣଙ୍କୁ ଇଗ୍ନୋର କରୁଥିଲା, ଅଣଦେଖା କରୁଥିଲା, ସିଏ ନିଜେ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, କିପରି ଆପଣ ନମ୍ବର ସହିତ ସେ ଝିଅ ବା ନାରୀର ନାମ ଲେଖିବେ, ମୁଁ ଆପଣଙ୍କୁ ଶିଖେଇବି।
संपूर्ण प्रयोग विधि मु आपनकु ठीक भाବରେ शिखेइबी। जानिबा पई भिडियोटी को मूलरु शेष पर्यंत ध्यान सहित देखंतु। विधिटी जानिबा पूर्वरु जदि आपण आम चैनल को प्रथम थर आसीचंती तेबे दयाकरी चैनल को सब्सक्राइब करी पाखर थिबा बेल आइकन को मध्य दबाई दियंतु, जहा द्वारा आमे जेउ भी वीडियो अपलोड करिबो सर्वप्रथमे आपण देखि परिबे आउ तार लाभ पाई परिबे। वशीकरण करिबा पूर्वरु गोटिए छोटिया कथा जानि रखंतु। जेतेबेले आपण काहाकू निजठारु अधिक भल पाउचंती ता बिना बंची पारिबेनी भाबुचंती सेतेबेले आपण वशीकरण करि परिबे। जदि केउ लोक बिना कारण रे आपण को हैरान करूची, आपणकर घर परिवार उपरे खराब नजर पकाउची, एही परि परिस्थिति रे आपण वशीकरण करि परिबे। काहेकि ना केते थर एमिति हेइथाय कि आमर शत्रु आमठारु पैसा रे आउ शक्ति रे बलवान हेइथाय, आउ आमे चाहिकी भी तार किछि करि पारु नाहु। एही परि परिस्थिति रे आपण वशीकरण करि परिबे। निज शत्रु को हाथ मुठारे रखि परिबे। सुंदरी रु सुंदरी झियो अति सहजरे पटेई पारिबे। सुंदरी भाउज ठारू निजर मन मुताबक काम हासिल करि परिबे। किंतु एही वशीकरण आपण भाबिचिंति कि प्रयोग करिबे। तेबे चलंतु जानिबा एही वशीकरण आपण किपरि करिबे। एही वशीकरण करिबा पई आपणको कोनोसी प्रकार सामग्रीर आवश्यक नाही किंबा किछि भी पैसा खर्च करिबाकू पड़िबनी। केवल खंडे साधा कागज आनिबे आउ कलम आनिबे, जहा द्वारा आपण एही वशीकरण करि परिबे। प्रथमे आपण कोन करिबे, खंडे साधा कागज आउ कलम आनि सारिबा परे भल भाबरे हाथ गोड़ धोईकी एही वशीकरण आरंभ करिबे। मन रखंतु एही वशीकरण विधि को आपण केवल शुक्रवार दिन करिबे, रातिरे सोईबा पूर्वरु करिबे। ठीक अछि, निजर सोईबा घरे किंबा सोईबा रूम रे आपण एही वशीकरण करिबे। प्रथमे आपण कोन करिबे, दक्षिण दिग को मुह करिके बसी पड़िबे, जेउठारे आपणकू केही देखिबेनी किंबा डाकिबेनी। तापरे कागजरे सेई झियो बा नारीर नाम लिखिबे आउ ता पाखरे निजर नाम लिखिबे। देखंतु मनेकर आपण जेउ झियो बा नारी को बसरे करिबाकू चाहुचंती तार नाम हेउची लिपि आउ आपणकर नाम राजा। तेबे आपण प्रथमे लिखिबे लिपि, ता पाखरे लिखिबे राजा। नाम लिखि सारिबा परे ता तळे आपण 3टी नंबर लिखिबे 7, 8, 6। नंबर लिखि सारिबा परे ता तळे आपण गोटिए मुस्लिम वशीकरण मंत्र लिखिबे, या अल्लाह लाएला रफियो। एही मंत्र लिखिबे। मंत्र लिखि सारिबा परे कागज को भल भाबरे मोड़िकी डाहाण हातरे मुठेईकी धरिबे आउ आखि बंद करिकी सेई झियो बा नारी को मने मने भाबिबे। तापरे एही मुस्लिम मंत्र को 7 थर पढ़िबे, या अल्लाह लाएला रफियो, या अल्लाह लाएला रफियो। एही परी मंत्र को 7 थर पढ़िबे। 7 थर मंत्र पढ़ी सारिबा परे मुठा खोलिबे आउ से कागजरे गोटिए थर फुंकी देबे। तापरे आपण कोन करिबे, से कागज को निजर सोईबा तकिया तले रखिकी सोई पड़िबे। ग्यारंटी देउची जे पर्यंत आपणक तकिया तले से कागज थिबो, से झियो हेउ बा विवाहिता नारी आपणक बसरे रहिबो। जहा चाहिबे ताहा करिबो। धन्यवाद।